ଓଡ଼ିଶା ମୁହାଁ ହୋଇଛନ୍ତି ବିଦେଶାଗତ ପକ୍ଷୀ। ନଭେମ୍ବର ସୁଦ୍ଧା ଓଡ଼ିଶା ମୁହାଁ ହୋଇଛନ୍ତି ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀ। ନଭେମ୍ବର ସୁଦ୍ଧା ଓଡ଼ିଶା ମୁହାଁ ହୋଇଛନ୍ତି ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀ ଚିଲିକାରେ। ବିଧାନସଭାରେ ଏକଥା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ନଭେମ୍ବର ସୁଦ୍ଧା ଓଡ଼ିଶା ଆସିଛନ୍ତି ଅନେକ ବିଦେଶାଗତ ପକ୍ଷୀ। ସେମାନଙ୍କ ସଂଖ୍ୟା ପ୍ରାୟ 4,94,366 ସଂଖ୍ୟକ ବୋଲି କହିଛନ୍ତି ମନ୍ତ୍ରୀ। ସେଥିମଧ୍ୟରୁ ନଳବଣକୁ 2,17,170 ଗୋଟି ବିଦେଶାଗତ ପକ୍ଷୀ ଅଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁଃପାର୍ଶ୍ୱରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡ଼ି, ଭୂଷଣପୁର, ନଈରୀ, ବାଲିପାଟପୁର, ବଡ଼ଗୋଠ, ବଉଳାବନ୍ଧ, ଟୁଆଗାମ୍ଭାରୀ, ଗୁରୁବାଇ, ସିପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦି, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟମାନଙ୍କରେ ଦେଖାଯାଇଥାନ୍ତି। ଏହି ପକ୍ଷୀମାନେ ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଚିଲିକାକୁ ଆସିଥାନ୍ତି। 21 ଗୋଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ଓ 2 ଗୋଟି ଭ୍ରାମ୍ୟମାଣ ଦଳ ଗଠନ କରାଯାଇ ପ୍ରତି ଶିବିରରେ 3 ଜଣ ସ୍ଥାନୀୟ ଯୁବକ ଓ ଜଣେ ବନରକ୍ଷୀ ଦ୍ୱାରା ଦିନରାତି ପ୍ରହରା ଦିଆଯାଇ ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯାଉଥିବା କଥା ସେ କହିଛନ୍ତି। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।